10ଟା ଭିତରେ ଔଷଧ ଦୋକାନ ବି ବନ୍ଦ ହେଇଯିବ, କିନ୍ତୁ 12ଟା ଯାଏ ମଦ ଦୋକାନ ଖୋଲା ଥିବ, ପୋଲିସ ଗାଡି ଭଲରେ ଚାଲିଛି ନା ନାଇଁ ଦେଖୁଥିବ, ଅଧିକ 2ଟା ବୋଟଲ ମାଇକ ନେଇ ଆସିବେ ଏମାନେ। ପ୍ରିୟମାନେ, ଏମାନେ ମଦ ବନ୍ଦ କରିବେ। ଆମର ସହରରେ, ମୁଁ ଯୋଉ ସହରରୁ ଆସୁଛି କି ନାହିଁ, ଏଠି ପୋଲିସ ଷ୍ଟେସନ, ଏଠି ଔଷଧ ଦୋକାନ, ଏଠି ମଦ ଦୋକାନ ଗୋଟେ ପାଖାପାଖି ଅଛି। ମାନେ ଦବା କାମ ନ ଦେଲେ ଦାରୁ କାମ ଦବ, ଦବା ୟା ଦାରୁ ଭଲ ଚାଲିଛି, ବଢିଆ। ମୁଁ କଟକରେ ରହୁଛି, ସେଠି ବି ଦେଖୁଛି ବେଳେ ବେଳେ ସେ ବକ୍ସି ବଜାର ଛକରେ ରାତି 10ଟା ହେଲେ ମେଡିସିନ ମିଳିବ ନାହିଁ, ପରିବା ଦୋକାନ ବନ୍ଦ, ସେ ଜଳଖିଆ ଦୋକାନ ବନ୍ଦ, କିନ୍ତୁ ଗୋଟେ ଦୋକାନ ଚାଲିଥିବ, ସେଟା କଣ? ମଦ ଦୋକାନ। ପ୍ରିୟମାନେ ମନେ ରଖିଥାନ୍ତୁ, ସରକାର ହୁଏତ ମଦ ଦୋକାନକୁ ସୁରକ୍ଷା ଦେଇପାରିବ, କିନ୍ତୁ ସଦାପ୍ରଭୁଙ୍କ ରାଜ୍ୟରେ ଚଳିବ ନାହିଁ। ମଦ ପିଇବି ଚର୍ଚ୍ଚ ଆସି ହବ, ମଦ ପିଇବି ସ୍ୱର୍ଗକୁ ଯାଇ ହବ ନାହିଁ, ଯାଇ ହବ ନାହିଁ। ଭଉଣୀ ମାନେ, ଯଦି ତମ ଘରେ ତମ ସ୍ୱାମୀ ମଦ ପିଉଛି, ତାକୁ ବୁଝାଇବ, ଭଲ କରି ବୁଝାଇବ, ଏମ ମଦ ପିଉଛ ଯେ କେମିତି ପଚାର ତାକୁ, ତା ପାଇଁ ପ୍ରାର୍ଥନା କର। କିଛି କହିବ ନାହିଁ। କଣ ବୋଲି କହୁଛୁ? ପିଅନ୍ତୁ ପିଅନ୍ତୁ, ତାଙ୍କ ପାଇଁ ତାଙ୍କେ ପିଉଛନ୍ତି। କାହାକୁ ଚୁବେଇବା ପାଇଁ ଯାଉଛନ୍ତି କି? ପାଗଳା କୁକୁର ହେଇଛି କି ଟମି ନା ବ୍ରାଉନି? ନାଇଁ, କୁକୁର କି ସେ ଚୁବେଇବାକୁ ଯିବ? ଆଉ କଣ କହୁଥିବେ? ତାଙ୍କେ ପିଇବେ, ମତେ ଗାଳି କରିବେ, ୟାଡୁ ସିଆଡୁ କହିବେ, ଇଚ୍ଛା ହେଲେ 2ଟା ବଜାଇ ଦେବେ, ମୁଇଁ ମାଇଣ୍ଡ କରିବି ନାହିଁ। ତତେ ମାଇଣ୍ଡ ଥିଲେ ତ କରିବୁ, ତ ମୂଳକୁ ମାଇଣ୍ଡ ଆକା ନାହିଁ। ମଦ ଆଣି ନଇଲେ କଣ କହୁଛି? ମଦୁଆ ସ୍ତ୍ରୀ କଣ ବୋଲି କହିବେ? ମଦ ଆଣି ପଲେ ସେ ବିଚାରା ମଦ ପିଉଛି। ଦେଖିବେ, ଯଦି ମଦୁଆ ସ୍ୱାମୀକୁ ବୁଝାଇବେ ନାହିଁ, ସେ ଯଦି ନରକକୁ ଗଲା, ତା ପଛେ ପଛେ ତା ସ୍ତ୍ରୀ ବି ଯିବ, ବାଧ୍ୟରେ ତା ସ୍ତ୍ରୀ ବି ଯିବ। ତାପରେ ଯାଇକି କହିବ, ହଇ ରାଜା, ମୁଁ ତ ପିଉନଥିଲି ରାଜା। ପ୍ରଭୁ କହିବେ, ନାଇଁଲୋ ରାଣୀ, ତୁ ପିଉନଥିଲୁ, ମୁଁ ବି ଜାଣିଛି, କିନ୍ତୁ ଆମଲେଟ କେ ବନେଇ ଦଉଥିଲା ମୁଁ ପ୍ରଭୁ, ମୁଁ ଚିକେନ ତରକାରୀ ମୁଁ, ମଟନ ତରକାରୀ ମୁଁ, ଚିଙ୍ଗୁଡି ମୁଁ, ସବୁ ତୁ ବନାଇଦବୁ। ବିଚାରା ସ୍ୱାମୀ ଏକଲା ମଦ ପିଇ ନରକ ଯିବ। ଏତିକି ତ ସହଭାଗିତା କଲୁ, ବଳକା ବି ଯାଇକି ସହଭାଗିତା କରେ। ଆମର ଭଉଣୀ ମାନେ ସ୍ୱାମୀର ପେଣ୍ଟ ସଫା କଲା ବେଳକୁ ଯଦି ପୁଡିଆ ବାହାରିବ, କାଢିକି ଦଉଛନ୍ତି ନା ନାଇଁ ଭଉଣୀ ମାନେ? ହେଠି ମୋ ସୁନା ମୁଣ୍ଡା ଗୋଟେ ରହି ଯାଇଥିଲା, ତୁମେ ପାଶରେ ଯାଇଥିଲ, ନିଅ ବୋଲେ ସେ କି ଖୁସି, ଥ୍ୟାଙ୍କ ୟୁ ମୋ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ତୁମେ ବୋଲି ଦେଲ ମୋ, ଝିଅ ହେଲେ ଚିରି ଫୋପାଡି ଦେଇଥାନ୍ତା। ପ୍ରିୟ ମାନେ, ଯେମିତି ସ୍ୱାମୀକୁ ସେମିତି ସ୍ତ୍ରୀ। ମୁଁ ଦେଖୁଛି ଏ ସ୍ତ୍ରୀ ମାନେ କାହିଁକି ସ୍ୱାମୀ ମଦ ଛାଡୁ ବୋଲି ଚାହୁଁନାହାନ୍ତି, ତାର ଗୋଟେ କାରଣ ମୁଁ କହିବି, ବେଶୀ କାରଣ କହିବି ନାହିଁ। ଗୋଟେ କାରଣ କଣ? ଏ ମଦ ପିଇକି ଶୋଇଥିଲେ ତାର ପକେଟରୁ ପଇସା କାଢବାକୁ ଆମକୁ ସୁବିଧା ହଉଛି। ଦେଖିବ, ସବୁ ମଦୁଆ ମାନେ, ମୁଁ ଦେଖିଛି ମଦୁଆ ମାନଙ୍କୁ, କଣ ଦେଖି ନାହିଁ କି? ମଦୁଆ ମାନେ ସକାଳୁ ଉଠି ଖାଲି ପେଣ୍ଟ ଅଣ୍ଡାଳୁଥିବେ, ସେ ନଥିବା ନ ପିନ୍ଧିଥିବା ପେଣ୍ଟକୁ ବି ଅଣ୍ଡାଳୁଥିବ। ସେ କୋଉଟା ପିନ୍ଧିଥିଲା ଜଣା ନାହିଁ, ପଇସା ଗାୟବ। ନହେଲେ ସ୍ୱାମୀ କାମ କରୁଛି, ସ୍ତ୍ରୀ ପାଖରେ ପଇସା କୋଉଠୁ ଜମା ହଉଛି? କୋଉଠୁ? ସେ 15 ଲକ୍ଷ କି ବୁଢା ଦେଲା ବଞ୍ଚିଛି ନାଇଁ ନା? ପ୍ରାର୍ଥନା କରିବ। କଣ ଲେଖା ଯାଉଛି? ତେଣୁ ବିଜାତୀୟ ମାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରି ତୁମାନେ ଯେତେବେଳେ କାମୁକତା, କୁ ଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମା ପୂଜା କରୁଥିଲ, ତାହା ଯଥେଷ୍ଟ ହେଲା, ଆହୁରି ନାହିଁ। ପୁଡିଆ ଯେତିକି ଖାଇଲ ଖାଇଲ, ସିନେମା ଯେତିକି ଦେଖିଲ, ପରସ୍ତ୍ରୀକୁ ଦେଖି ପୁରା କାବା ହେଇଥିବ, ଯଦି କାହାକୁ କେବେ ଦେଖି ନାହିଁ ବୋଲା ଭଳିଆ ଦେଖିଛନ୍ତି, ପୁରା କାବା। ସ୍ୱାମୀ ସ୍ତ୍ରୀ ବାଇକରେ ଯାଉଥିବେ, ଏ ସ୍ୱାମୀ ମିରରକୁ ଠିକ କରି ଏମିତି ଦେଖୁଛନ୍ତି। ଆପଣ ମାନେ ସ୍ତ୍ରୀ ହେଇଛନ୍ତି, ପୁରା ମୁଣ୍ଡରେ ଗୋଟେ ଠକ୍ ନା ବଜାଇବେ, ବସିଛି ମୁଁ ତଳେ ପଡି ନାହିଁ, ବସିଛି ହେଲା, କହିପାରୁଛି ନା ନାଇଁ? ଥରେ ଜଣେ ବାଳକ କଣ ବୋଲି କହୁଛନ୍ତି ବିଶ୍ୱାସୀ ମାନଙ୍କୁ, ଏଇ ଭାଇ ମାନେ ଶୁଣ ଦୟାକରି, ତୁମର ବାଇକ ର ପଛ ସିଟ ତମ ସ୍ତ୍ରୀଙ୍କର, ତାଙ୍କ ଛଡା କାହାକୁ ବସାଇବ ନାହିଁ।
चतुर विश्वासी थिला से कौन बोली कहछि सर पास्टर आज्ञा जदि मो स्त्री जाऊ नथिबे मु कौन करबी बालक कौन बोली कहले खाली गैस सिलिंडर को बांधे नले काठ बिड़ा गोटे बांधे टाउन जाक बुल सिना का को बसा आमे जानु पर स्त्री को बाइक रे बसाइला पर कौन हतरा से निजर स्त्री पछाड़ रोड को धरी बसी ये भड़ाटिया ऊपर लदी जाइथिबो तापर तो जा होची होची तापर होची मन रखी थांतु पाप पाप अटे बुझंतु एटी कॉमेडी करबा को मु आसी नहीं है एटी को आजिर दिन रे मु कॉमेडी करू नै बुझंतु बोली कहूची आपण मान को परिस्थिति को बुझंतु जदि ए भली भाबरे आमे जीवन काटुथिबा हेबो नहीं यथेष्ट हैला टीवी देखा यथेष्ट हैला पर चर्चा यथेष्ट हैला सब यथेष्ट हैला मस्त खोलंतु आपण माने हितोपदेश 6 पर्व तार 16 17 18 19 हितोपदेश 6 पर्व 16 पदरु 19 पद हाँ कि पढ़िबे कि नहीं 6 गोटी विषय को हाँ सदाप्रभु घृणा करନ୍ତି कौन लिखा जाउछि 6 गोटी विषय को के घृणा करନ୍ତି सरकार नहीं सदा प्रभु घृणा करନ୍ତି हाँ सप्त वस्तु मध्य ताहांकर घृणा योग्य हाँ 6टा विषय को घृणा करନ୍ତି ए 7टा को भी सदा प्रभु घृणा करନ୍ତି हाँ अहंकार दृष्टि प्रथम कौन अहंकार दृष्टि के भल पड़िले के गाली किड़िले हाँ के उन्नत हेले के चाकरी कले के प्रमोशन हेले अहंकार दृष्टि थिबार नाई एटा प्रभु इच्छा करती ना आग थिला के घर बांधले के जदि घर बांधले सीधा देखबे ना एंती करी के गाड़ी किड़ले एंती को देखछ सीधा देखले कौन हैला नहीं सीधा देखले कौन हैला अहंकार दृष्टि तापरे मिथ्यावादी जिह्वा हाँ आगरू मिछ कहूथिलु आज टू नो मिछ आउ मिछ नहीं भौणी माने मिछ नहीं छोट छोट विषय मिछ कहूच ना नहीं जदि को भौणी जदि गोटे छोटिया गिना नहीं आसते लो चीनी टिके देलु लो नाई लो दीदी चीनी सरी जाइछि अल्प थिला डब्बा झाड़ी के डिगा सट कर पीलु बोलबो देखला को डब्बा रे थिबो ना नहीं अधा डब्बा चीनी थिबो ना बेले बेले सासू बहु दुई जण मिसे मिछ कहउथिबे के जदि कहबे एलो टे तरकारी देलु लो टिके तरकारी दे आग से सासू भारबो मुस्की मुई आग भारी कौन बोली कहबो नाई लो नाई एबे आका कड़े धोई देलु बोलबो ये कड़े धोई देलु बोलबो से कहबो होई परा कड़े धोई देलु कड़े सिना धोइलु धोइबा पूर्व गिना रे काढी रखलु ना नहीं से देखो एटे धोई देलु से धोइला कड़े देखाउ से रखला गिना देखाउ नथि मिछ नहीं मिथ्यावादी जिभा स्वामी माने मध्य स्त्री जदि पचारबे कोटी अछ सीधा कहबो कोटी अछ एठी बोले कोटी झियो माने कुआडे कुआडे बुली के आसबे माँ पचारबो कुआडे जाइतिलु संगीता घर को जाइथिले को संगीता घर जाइतिलु तापरे हेलो जाइथिलु डाकी आनिबे कि संगीता को रो डाकी आनुछि जीव ता घर घर कोन को हेलो माँ को कही तो घरे थिली बोली तत्ते से दिन बचाई ना नहीं चल आसिक कहब हाँ मौसी आम घरे आका थिला दी लोक कोठी थिले पार्क पार्क रे थिले कोठी थिले से पार्क रे जाई कि थिले कथा होउथिले ये कथा होउतिला ए जोगी थिला हां सुनंतु बेसी चतुर हेले सकाले कहउथिले परा काउ चतुर हेले कोन खाए बिरियानी खाए हैला काउ जदि बेसी चतुर होबो बिरियानी खाइबो से बिरियानी को दुकान में मिलिबो पड़िया में मिलिबो हैला
ଭଟ୍ଟାରେ ପୁରା ଥିବ, ଶୁଖଲାଟା କଞ୍ଚାଟା ଯାହା ତାକୁ ପସନ୍ଦ କିଏ ଖାଇବ? କାଉ ଚତୁର ହେଲେ ଖାଇବ। ଝିଅ ମାନେ ମୋ କଥା ଭଲ କରି ଶୁଣ, ଦୟାକରି ଶୁଣ। ଆମେ ଗୋଟେ ଖରାପ ସମୟରେ ବାସ କରୁଛୁ। କୌଣସି ପୁଅ ସହିତ ବନ୍ଧୁତା କରବ ନାହିଁ, କରବ ନାହିଁ। ମୋ ଭାଇ ଭାଇ ବୋଲି ବେଶୀ ହବ ନାହିଁ। ତମର ଭାଇ ଏକା ତମର ଭାଇ, ବାକି ଲୋକ ତମର ଭାଇ ନାହିଁ। ପିଲାମାନେ ମିଶିକରି ଗୀତ ବୋଲୁଥିବେ, ଏ ପୁଅ କଣ ବୋଲି କହୁଥିବ? ସିଷ୍ଟର ସିଷ୍ଟର ସିଷ୍ଟର। କେତେ ଦିନ ଗଲା ପରେ କଣ ବୋଲି କହିବ ସେ? କ୍ୟାନ୍ ୟୁ ମେକ୍ ମି ୟୁର ମିଷ୍ଟର? ଏ ସିଷ୍ଟର ସିଷ୍ଟର ହେବାର କାରଣ କଣ? ତା ପ୍ରତି ଅଧିକ ଆକର୍ଷଣ ହେବାର କାରଣ କଣ? କଣ? ଝିଅ ମାନେ ସାବଧାନ ହେଇକି ଥିବ, ପୁଅ ମାନେ ବି ସାବଧାନ ହେଇଥିବ। ଚାଲି ଚାଲି ଯାଉଛ ରାସ୍ତାରେ, କିଏ କହିବ କୁଆଡେ ଯାଉଥିଲ? ଏଠି ଯାଉଛି କଲେଜ। ବସ ବସ ଛାଡିଦେବି ବୋଲି ନବ, ଅଧ ବାଟ ରଖିକରି କଣ କରିବ? ହେଲୋ ସେଲ୍ଫି ଉଠେଇବା, ହେଲା ସେଲ୍ଫି ଉଠେଇବା। ଇଏ ବକି ଟକି ହଉ ସେଲ୍ଫି ଟିକେ ଭଲ କରି ବସଲ, ଭଲ କରି ବସେ। କଣ କରିବ? ଉଠେଇଦବ ଗୋଟେ ସେଲ୍ଫି। ଭଲ ଦେଖ, ବଢିଆ ଦେଖାଯାଉଛି, ଏ ଖୁସି ହେଇଯିବ। ତାପରେ କଣ କରିବ? ବାଟରେ ଗୁପଚୁପ ଦୋକାନ ଥିବ। ଆଉ ଗୋଟେ ଦିନ ଆଲୋ ଗୁପଚୁପ ଖାଇବା, ଏତେ ଟେଷ୍ଟି ଗୁପଚୁପ। କେତେ ଟେଷ୍ଟି ଥିବ ଜାଣିଛ ପରା? ଜାଣିଛ ନା କେତେ ଟେଷ୍ଟି? ସେ ତେନ୍ତୁଳି ଦେଖିଛ? ପୋକ ହେଇଯାଇଥିବ ସେଠି। କେବଳ ତେନ୍ତୁଳି କି ପୋକ ଭର୍ତ୍ତି, ଯେ ଭର୍ତ୍ତି କହିଲେ ନ ସରେ, ତାକୁ ଦଳିଥିବ ଇଏ। ଆଳୁ କେବରଟା କିଏ ସିଝାଇ ରଖିଥିବ, ତାକୁ ଛଡାଇବ। ସେ ତାର ହାତକୁ ଦେଖିଛ? ନଖ ବଡ ବଡ ଥିବ, ତାଇଁ ରାକା ପୁଡିଆ ମନ୍ତିବ, ତାଇଁ ରାକା ଆଳୁ ବି ଦଳବ। ଇଚ୍ଛା ହେଲେ ଏମିତି କରିବ, ଚଲେଇବ ସେ ଗୁପଚୁପ, ହେଲା। ତାପରେ ଭଲ କରି ବନେଇଦବ, ତାକୁ ଗୁପଚୁପ ବିକୁଥିବ। ଏ ଭିତରେ ଯଦି ଝାଡା ମାରିଲା, ସେ ଢାଳ ଧରି ଝାଡା ଯିବ ସେ। ଆହୁରି ସେ ଢାଳ କାଢି ପାଣି କରି ମିଶାଇବ, ସେ ପାଣି ମିଶାଇବ, ହେଲା। ତାପରେ ଆମର ଝିଅ ମାନେ, ଭैୟା थोड़ा पानी देना भैया, पानी देना भैया भैया बोलिकରି ଖାଉଛନ୍ତି ଆମରଟା ମାନେ, ହେଲା। ଶୁଣ ଭଲ କରି, ଗୁପଚୁପ ଖାଇବା ଲୋକ ମାନେ। ହେଲେ ୟା ଭିତରେ ଏ ଗୁପଚୁପ ଇମ୍ପୋର୍ଟାଣ୍ଟ, ସେ ପୁଅଟା ଇମ୍ପୋର୍ଟାଣ୍ଟ। ସେ କହିବ ଏଲୋ ଗୁପଚୁପ ଏକ୍ସଚେଞ୍ଜ କରିବା, ହେଲା ଟିକେ ଖାଇଲୁ, ଆଉ ଗୋଟେ ସେଲ୍ଫି, ହେଲା। ଆଉ କହିଲା ବେଳେ କଣ କରିବା? ଗୋଟେ ଏଟା 2 ନମ୍ବର ସେଲ୍ଫି। ତାପରେ କଣ କରିବ? ତାପରେ ଉଦୟଗିରି ଯାଇଥିବ କି ବାଲିଗୁଡା ଯାଇଥିବ, ଗୋଟେ ଲୁଗା ଦୋକାନରେ କଣ କରିବ? ଏଲୋ ଏ ଡ୍ରେସ ଟିକେ ଦେଖିଲୁ, ଏଟା ସୁକାନ୍ତିକୁ ହବ ନା ନାଇଁ? ତୋର ପାଇଁ ନାଇଁ लो, ସୁକାନ୍ତି ପାଇଁ ବୋଲି କହିବ। ଇଏ ଏମିତି ଧରିଥିବ, ଗୋଟେ ଫଟୋ ଉଠେଇଦବ, ସତେ ଯେମିତି କିଣିକି ଦେଇଛି ବୋଲା ଭଳିଆ। 3 ନମ୍ବର ଫଟୋ ହେଇଗଲା। ତାପରେ କୋଉ ପାର୍କରେ ଯାଇଥିବ, ସେଠି ଗୋଟେ ଫଟୋ ଉଠାଇ ଦେଇଥିବ। ଆର ପରେ ଆକୁ ପ୍ରପୋଜ କରିବ। ଏ କହିବ ମୁଇଁ ତତେ ହେଇପାରିବି ନାହିଁ। ସେ କଣ ବୋଲି କରିଥିଲେ? ତତେ ଏକ୍ସପୋଜ କରିଦେବି, ତତେ ବଦନାମ କରିଦେବି, ତୁ କେମିତି ବାହା ହେବୁ ମୁଁ ଦେଖିବି। ଏବେ ଝିଅ ମାନେ କାନ୍ଦୁଛନ୍ତି। ସବୁ ଲୋକ ମିଟିଂରେ ଆସି ପ୍ରଭୁ ପାଇଁ କାନ୍ଦୁ ନାହାନ୍ତି। ତାଙ୍କର କଷ୍ଟ ତାଙ୍କର ପାଇଁ ଯଥେଷ୍ଟ। ଭାବନ୍ତୁ ନାଇଁ, ଚର୍ଚ୍ଚରେ ଯେତିକି ଆସି କାନ୍ଦୁଛନ୍ତି, ଭକ୍ତିରେ କାନ୍ଦୁଛନ୍ତି। ଏ ବୁଢୀ ମା ମାନେ ଆସି କାହିଁ କାନ୍ଦୁଛନ୍ତି? ପ୍ରଭୁ ମତେ ନେଇଯାଅ, ରାଜା ମତେ ନେଇଯାଅ ପ୍ରଭୁ, କିଏ ପଚାରୁ ନାହାନ୍ତି, ନେଇଯାଅ ପ୍ରଭୁ। ନେଇ କଣ କରିବେ? ଏଠି ବି ବାଡିକୁ ନାଇଁ, ଆପଣ ଭଲ ହେଇଗଲେ ତ ପ୍ରଭୁ ନେଇଯିବେ, ନେବେ ନା ନାଇଁ? ଫଳଟା ଯଦି ପାଚିଗଲା ବୋଲେ ସେଟା ବ୍ୟବହାର ହବ, ନେବେ ନା ନାଇଁ? ଇଏ କଣ? ପ୍ରଭୁ ମତେ ନେଇଯାଅ। ଥରେ ଗୋଟେ ବୁଢୀ ମା ମତେ କହୁଛି, ଆଜ୍ଞା ଟିକେ ପ୍ରାର୍ଥନା କର, ଆଜ୍ଞା ପ୍ରଭୁ ମତେ ନେଇଯାଆନ୍ତୁ। ମୁଇଁ ପ୍ରାର୍ଥନା କଲେ ପୁଣି ନେଇଯିବେ ବୋଲେ ବଢିଆ ଚାଲିଛି ତ। ପ୍ରଭୁ ପ୍ରଭୁ ଆକୁ ନେଇଯାଅ ରାଜା, ତାକୁ ଛାଡିଦିଅ ବୋଲେ ଛାଡିଦେବେ କି? କାହାକୁ ନେଇଯାଅ, ଯାହା ଟାଇମରେ ସେ ଥିବ। ଆଜ୍ଞା ଟିକେ ପ୍ରାର୍ଥନା କର, ଆଜ୍ଞା ପ୍ରଭୁ ମତେ ନେଇଯାଆନ୍ତୁ। ମୁଁ ସିଧା କହିଲି, ମା ତମକୁ ପ୍ରଭୁ ନେଇ କଣ କରିବେ? ଫାଷ୍ଟ କୁହ, ତମେ ପ୍ରଭୁଙ୍କର କୋଉ କାମରେ ଆସିବ? ଟିଭି ବାହିଣୀ ନହେଲେ ପାଟି ଭର୍ତ୍ତି ଗୁଡାକୁ ଥାଉଛି, ଟିଭି ଦିନ ସାରା ଦେଖୁଛ, ତମକୁ ନେଇ ପ୍ରଭୁ କଣ କରିବେ? ଚୁପ ହେଇଗଲା। ଥରେ ଗୋଟେ ମା ମତେ କହୁଛନ୍ତି, ଆଜ୍ଞା ମୁଁ ପ୍ରଭୁଙ୍କ ଦର୍ଶନ କେମିତି ପାଇବି ଆଜ୍ଞା? ମୁଁ କହିଲି, ମା ଦୂରଦର୍ଶନ ଦେଖିବା ବନ୍ଦ କର, ତେବେ ତୁମେ ଦର୍ଶନ। ବାସ୍, ଯେତେବେଳେ ଆପଣ ଜଗତ ଠାରୁ ଦୂରକୁ ଯିବେ, ସେତିକି ପ୍ରଭୁଙ୍କ ସାନ୍ନିଧ୍ୟ ଆପଣ ଲାଭ କରିପାରିବେ। ବାସ୍,
मोर प्रिय माने प्रभु अनुग्रह करंतु झियो माने मोर कथा भल कर बुझ आग को केयरलेस थीबो नहीं कि आम खराब जगत रे अच्छु पापपूर्ण जगत रे अच्छु कहा उपरे विश्वास नहीं माँ माने आखि खोला रखबो झियो माने फोन आसले एने पला पला तेने पला पला हबो नहीं फोन आइले बोले छात्र जीवी ना बारी जीवी ना कुआडे जीवी ना इयाडे जीवी एंतिया कदो अस्थिर आत्मा गुडाक बाथरूम रे बसिक बाहर नथिबे छात्र उल्लू नथिबे लाइट बंद करी कथा होथिबे और ये बाप रे मोबाइल धरले केंती मेसेज करथिबे एतकी जदी सुंदर टाइप करछो कलेक्टर स्टेनो हो जाइथांतो तुम खाली मेसेज आगर टाइप करी जानि छ त्यार किछि नै परीक्षा बेले कोन कहउछती प्रभु हाथ धरी मते लिखि दियो राजा खाली हाथ देइछती मेसेज टाइप करबा पे कोन যথেষ্ট হেলা এবে অবশিষ্ট কাল কেন্তি কাটিবা প্রভুଙ୍କ ইচ্ছাରେ জীবন কাটিবা এটি কোন লেখা যাইছি অহংকার দৃষ্টি মিথ্যাবাদী জিভা ঝিও মানে মা বাপা को মিছ কই কো জায়গা को জীব নাই তবে কোটি যাউছ বাপা মা জানিবা দরকার যাইকরি ফ্লাইট মোড রে কি সুইচ অফ করব নাই সে পুଅ ফাস্টে কোন কইব हेलो সুইচ অফ कर दे फ्लाइट मोड कर दे कई करू कौन पे करू गोटे पुओ सहित मिसवा को जाइथिबो से पुओ को जदी दुई चापड़ा मारले से तुमको छाड़ी पलेबो तापर कोन करबो हां आजकल तो मद गंजे खाई पिलान बुलुछते ना नहीं बुलछते ना नहीं एंती घटना मझे घटी दिला परा सेठी सावधानी के थांता बापा माँ को मिछ कहब नहीं अरे मिछ कहर खुशी जाउथिबे माँ जानला किलो जानी नहीं ना जानबो नहीं कहबो नहीं देख जानबो नहीं से कौन मिथ्यावादी जिभा निर्दोष रक्तपातकारी हस्त अनिष्ट चिंतक अंतकरण कुकर्म करने को बेगगामी चरण मिथ्या साक्षी जे मिथ्या कुहे जे भाई मान मध्य कलिर बीज बुणे ए सातटा विषय को प्रभु घृणा करती पूर्वे करुथिलो एबे आउ करो एटा प्रभु घृणा करती जे भाई मान मध्य भौणी मान मध्य कलिर बीज बुणती झगड़ा कराती गंडगोल कराती दुई जन भौणी जदि गंडगोल होते एमाने मिसवा चाहिए से कौन एलो मिसबू नहीं देख मिसलु बोले तोते लाज नहीं ताकू जदि मिसबू तोते मैं मिसबी नहीं भाभी देख किंतु ये दुईटा लोक को मिसुथिबो आगरे जाई चा खाउथिबो तागरे जाई जलगिया खाउथिबो ए घर माउसी से घर पिउसी मु जानी नहीं आपण कोन भीतर कार कार मनोमालिन होइछि मिसी जाओ स्वर्ग समस्त को पाई नुहे स्वर्ग क्षमा पाइथिबा आउ क्षमा देइथिबा लोक मानकर जागा स्वर्ग रे समस्त नहीं जे क्षमा पाइछि आउ जे क्षमा देइछि से स्वर्ग को जीव क्षमा तो पाइछो क्षमा देइछो के आमे क्षमा दोनु कौन बोली कहूछु मु मरी गले भी ताको क्षमा करबी नहीं मु जदि ताको क्षमा करबी मते कुकुर बोली को तते काहे कुकुर बोली तू कहिउ न कुकुर बोली करे तो ना कुकुर तो टाइटल लगाई देबू कौन टाइटल गोटे श्रीमती कुकुर नहीं कुत्तुरी स्वामी ना कुकुर हब श्रीमती कुकुरी टाइटल कौन गोटे छिबो स्वामी हेले श्रीजुक्त कुकुर टाइटल लाज शरम नहीं मोर प्रिय माने जदि आमे क्षमा देबा नहीं हमको क्षमा मिलबो एटा से क्षमा देबार अछि मु क्षमा न देले मु काई कि क्षमा देबी मोर खाइबाटा जीर्ण हो नहीं खाइबाटा जीर्ण हो कि न हो नहीं आमे जदि क्षमा देबा नहीं हमको क्षमा मिलबो नहीं प्रभु शिखाइथिबा प्रार्थना कौन कहूछु आम्भे माने जेपरी अपना अपना अपराधी मान को क्षमा करियोछु सेपरी हमन को प्रभु अनेक परिवार बापा माँ को एबे जाय क्षमा भी देना क्षमा नहीं मरी गला पर फोटो को देखि कादुथिबे कौन हम बतला बोल तो क्षमा मांगलो नहीं हाँ शुणंतु बाइबल कौन कहूछि क्रोध मध्य लिमिटेड समय पे रखि पारबो सूर्य अस्त न होउनु क्रोध परित्याग करो सूर्य अस्त करो आमे अस्त हेबा टाइम हे गलानी आमे अस्त हेबा टाइम आसी आमे केबे क्षमा दो
प्रभु आज आम अनुग्रह करंतु आज ये बसला बेले चिंता करने पूर्वे थिलु थिलु वंस अपॉन ए टाइम करू थिलु एबे आउरी करो नाही एबे कौन करो प्रभुंकर इच्छा अनुसार जीवन जापन करो पुओ झियो माने मोबाइल धरी करी कौन कौन करूछ तुमे भाबुछ मोठु बड़ पंडित के नाही बोली चारटा पासवर्ड पकाई कौन भाबुछ किए जानी नाहंती किए जानी पारिबे नाही इबे स्वामी मान को भी देखिबे फोन टाको चार्ज रे बसाई थिबे फोन को चार्ज रे बसाई थिबे आ बाथरूम जाई थिबे जदि फोन रिंग हैला से गाधुआ होगबाटा छाडी टावल धरी बाहरबो ए छुने 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 फाटी जीवो बोलला बोले एते डरो काहे की स्त्री उठाओ पुओ उठाओ झियो उठाओ के उठाओ उठाओ कौन होची सत ना नहीं कथा हो कौन हैला मोर प्रिय माने मोर मोबाइल केते लोग जानी छथि देखो पासवर्ड भी जणा मते जतकी लोग क्लोज अछथि मोर मोबाइल पर पासवर्ड भी जानी छथि जानी छथि केते तो मोर एटीएम कार्ड रो पिन नंबर भी जानी छथि जानो मोर पाके केते पैसा तुम जानो कोन हैला असुविधा आमे थोड़ा घरे बांधु थिलु घर काम चली पैसा सरी गला से जन को देती एटीएम कार्ड से आका काढुथिला दिने काढला पर पैसा नहीं से कहला सर पैसा सरी गला सर से कार्ड भी सरी गला ए कार्ड भी सरी गला केंती करबा सर से छानिया हिल तुम कहल रो मोर एटीएम कार्ड रो पैसा सरी छी एबे प्रभु को एटीएम कार्ड रो सरी नहीं से जगाइबे करबा मोर प्रिय माने आपण समस्या को देखि डरंतु नहीं सदा प्रभु को देखंतु तांकर जोगान केबे भी कमिबो नहीं तेणु आपण व्यस्त करतु नहीं मु कहिबा पई चाहे आज प्रभु हमको कौन कहउचंती बाबू रे पुओ रे झियो रे तोर अवशिष्ट जीवन आउरे संति खाट नहीं कहीं सेटा मोर पसंद नहीं कामुकता मोर पसंद नहीं मद्यपान मोर पसंद नहीं मन रखी था मद पीकी चर्च बोली आसी पारे ख्रिस्टियान बोली कही पारे विश्वासी बोली कही पारे स्वर्ग को जाई पारे नहीं अण ख्रिस्टियान माने मद खातु गंजे खातु जोटा खाऊ खातु आमर मुंड बुला नहीं सेटा किंतु आमे पीबार नहीं आमे खाइबार नहीं आमे नहीं पूर्वे थिलु एबे नहीं एबे गोटे गाँव में मु जाइथिली भाई भाई शुणु गोटे हो गाँ को जाइथिली आमर अभयारण्य अच्छी से भितर मु जाइथिली रिजर्व फॉरेस्ट एरिया से भितर गोटे ख्रिस्टियन गाँव अच्छी से गाँव ना हूँ सारुद्दा 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 माने सारु पानी दा माने पानी सारुद्दा से गाँटा केमती हैला रजा समय रजा अमल रे से जंगल रे रजा लोक मान को नहीं काठ कटाउथिले रजा घर काठ दरकार अन्य काम पाई घर बनाइबा पाई अन्य विषय पाई तो लोक मान को से जंगल रे काठ एरा मु 150 वर्ष 140 वर्ष तळ कथा कहूची लोक मान जो गले से गाँव रे सुनंतु जो माने काठ काटिबा को जाइथिले समस्त को बाग खाउथिला दिन रे खा राति रे खा जंगल रे तो से तो राजा दिन रे खाइबो सकाल खाइबो जेबे खाइबो खाइबो डर रे के गले नहीं पर बारिपदार राजा कौन बोली कहले ख्रिस्टियान मान को नहीं से धान से काठ कटा रे व्यवहार करो कारण ख्रिस्टियान मान को बाघ खाइबो नहीं बोलले से रोजा को जना ख्रिस्टियान मान को बाघ खाइबो नहीं એટલે ख्रिस्टियान माने कोठी मिलबे से समय रांची रे किछि ख्रिस्टियान लोक थिले रांची रे आ बारिपदा राजा और रांची रो राजा ए मानकर पारिवारिक संपर्क थिला तो रांची रो किछि हमरो हो आमे जंती कुई से माने हो लोक तांको आनी के रखले बाघ का को खाइला नहीं हेले बाघ सिना खाइला नहीं तापर रो रो माने चाषबास कले चाषबास करू करू वन्य पशु आसिकी एमानकर फसल नष्ट कर दउथिला सब फसल नष्ट कर दउछि पर माने कहले एमती तो असुविधा आमे तो वन्य पशु मारी पारबा नहीं कौन करबा
ଶୁଣନ୍ତୁ ଦୟାକରି ସେମାନେ କଣ କଲେ, ଯୋଉ କାଠ କାଟିକି ରଖୁଥିଲେ ନା ନାଇଁ, ସେ କାଠ ଉପରେ ବାଇବଲ ଖୋଲା କଲେ, ଗୋଟେ ପଦ ପଢିଲେ ଆଉ ପ୍ରାର୍ଥନା କଲେ, ପ୍ରଭୁ ସକାଳ ପର୍ଯ୍ୟନ୍ତ ଏ ଖୋଲିଥିବା ପୃଷ୍ଠା ଯଦି ଖୋଲା ଥିବ ତେବେ ଆମେ ଏଠି ରହିବୁ, ଆମେ ଜାଣିବୁ ଯେ ଆପଣ ଆମେ ରହିବୁ ବୋଲି ଚାହୁଁଛନ୍ତି, ଆମେ ରହିବୁ। ଯଦି ଗୋଟିଏ ପେଜ ବି ଲେଉଟି ଥିବ ପ୍ରଭୁ, ଆମେ ସକାଳେ ଆମର ଲୁଗାପଟା ବେଡିଂ ଧରି ଆମେ ଏଠୁ ପଳେଇବୁ। ଶୁଣନ୍ତୁ ଭାଇ ଭଉଣୀ ମାନେ, ସେମିତି ପ୍ରାର୍ଥନା କରି ଖୋଲା ବାଇବଲ ସେ ଜଙ୍ଗଲରେ ରଖି ପଳେଇ ଆସିଲେ। ସକାଳେ ଗଲାବେଳେ ଦେଖୁଛନ୍ତି ସେ ଖୋଲା ବାଇବଲ ସେମିତି ଏକା ଖୋଲା ଅଛି। ଆଉ ସେଇ ଗାଁରେ ଏବେ ପ୍ରାୟ 28ଟା ପରିବାର ଲୋକ ଅଛନ୍ତି। ସେ 28ଟା ପରିବାରରେ କେହି ମଦ ପିଅନ୍ତି ନାହିଁ, କେହି ପୁଡ଼ିଆ ଖାଆନ୍ତି ନାହିଁ, କେହି ଭାଙ୍ଗ ଖାଆନ୍ତି ନାହିଁ, ଗୁଡାକୁ ଘଷନ୍ତି ନାହିଁ। ନାଇଁ, ସେ ଗାଁରେ ଗୋଟେ ପେପର ବି ଦେଖିବେ ନାହିଁ ଆପଣ, ଭାଙ୍ଗ ଖଇନି ପୁଡ଼ିଆର ପେପର ଦେଖିବେ ନାହିଁ। ମୁଁ ଯାଇଥିଲି ଏବେ ସେଠି। ଖ୍ରୀଷ୍ଟିଆନ ମାନେ କିଏ? ଯେ ମଦ ପିଏ ନାହିଁ। ମଦ ପିଇବା ଲୋକ ଖ୍ରୀଷ୍ଟିଆନ ନାହିଁ। ପୁଡ଼ିଆ ଗୁଟକା ଖାଇବା ଲୋକ ଖ୍ରୀଷ୍ଟିଆନ ନାହିଁ। ଟିଭି ବାୟାଣୀ ଖ୍ରୀଷ୍ଟିଆନ ନାହିଁ, ଖ୍ରୀଷ୍ଟିଆନ ନାହିଁ। ଏ ଗଞ୍ଜେଇ ଖାଇବା ଲୋକ ଖ୍ରୀଷ୍ଟିଆନ ନାହିଁ। ଏ 3ଟା ସ୍ତ୍ରୀ ଧରି ବୁଲିବା ଲୋକ କୋଉଠି ଖ୍ରୀଷ୍ଟିଆନ? କୋଉଠିକାର ଖ୍ରୀଷ୍ଟିଆନ? 3ଟା ସ୍ତ୍ରୀ ଥିବ, ଛାତି ଫୁଲେ ବୁଲୁଥିବ। ଏବେ ମଝିରେ ଶୁଣୁଥିଲି ଜଣଙ୍କର 2ଟା ସ୍ତ୍ରୀ। ସେ ମତେ ଫୋନ କରି କହୁଛି, ସାର୍ ମୋର 2ଟା ସ୍ତ୍ରୀ ସାର୍, ପାପ କି ସାର୍, ଭୁଲ କଲି କି ସାର୍? ସକାଳ ଉଠି ନାହିଁ, ସେ ଫୋନ କରି ମତେ ପଚାରୁଛି, ସାର୍ କିଛି ଭୁଲ ହେଲା? ଭୁଲ ହେଇନା ରେ ବାବୁ, ପାପ। କି ପାପ ଆଜ୍ଞା? ସଲୋମନ ତ 1000ଟା ରଖିଥିଲେ। ମୁଁ କହିଲି, ତୁ ସଲୋମନର ନାତି ନା ଭଣଜା ନା ରିଲେଟିଭ? ଥି କଣ ପାପ କାମ କରିବାର ସଲୋମନ ରଖିଥିଲା? କଣ କରିବ? 3ଟା ସ୍ତ୍ରୀ ଧରି ସ୍ୱର୍ଗକୁ ପଳେଇବ। ଆରେ କହିବେ, ହେଠି ରାଜା, ଏଇଟା ବଡଟା, ଏଇଟା ସାନଟା, ଏଇଟା ମଝିଆଟା ରାଜା, ମୋର 3ଟା ସ୍ତ୍ରୀ ରାଜା। ଆରେ ଆମର ସହଭାଗିତାରେ 8ଟା ଛୁଆ ପ୍ରଭୁ, ଆମେ ଛୋଟ ପରିବାର ରାଜା ଆସିଛୁ ବୋଲବ, ଧୋକିଆ ମାରି ବାହାର କରିବେ ସେଠୁ। ପାପ କରି ଚର୍ଚ୍ଚ ଆସି ହବ, ପାପ କରି ଖ୍ରୀଷ୍ଟିଆନ ବୋଲି କହିହବ, ପାପ କରି ଅବଶିଷ୍ଟ କାଳ ଟିକେ ଭଲରେ କାଟବା, ଯାହା ତ ଗଲା କିଛି କରିହବ ନାହିଁ। ବହି ଯାଇଥିବା ପାଣି, ବହି ଯାଇଥିବା ସମୟ, ଆରେ କଣ କରିହବ କି ନାଇଁ? କିନ୍ତୁ ଏବେ ଯୋଉ ସମୟ ଆମ ହାତରେ ଅଛି, ସମସ୍ତଙ୍କୁ ଶୁଣନ୍ତୁ, ସମସ୍ତେ ଧ୍ୟାନ ଦେଇ ଶୁଣିବ। ଆଜି ଠାରୁ ଆପଣଙ୍କ ଜୀବନ ଚେଞ୍ଜ ହେବାର ଅଛି, କଥାବାର୍ତ୍ତା ବଦଳବାର ଅଛି। ଯାହାକୁ କଥା ହଉନ, ଆଗ ଯାଇ କ୍ଷମା ମାଗ ଏଠୁ ଗଲା ପରେ, ଆଉ କ୍ଷମା ମାଗି ତାକୁ ଆଣ ସନ୍ଧ୍ୟାରେ, ଆଉ କହିବ, ସାର୍ ଆମେ ପରସ୍ପରକୁ କ୍ଷମା ଦେଲୁ ସାର୍ ବୋଲିକରି କହିଲେ, ମୁଁ କଣ କରିବି ଭଉଣୀ, ଆପଣଙ୍କୁ ଏ ବୁକେ ଦେଇଦେବି, 2 ଜଣଙ୍କୁ ଦେଇଦେବି, ଆଣ ସେମିତି କାଗଜ। କ୍ଷମା ଦେବାଟା ନାଇଁ, ସ୍ୱର୍ଗ ଯିବାକୁ ବାହାରିଛନ୍ତି। କ୍ଷମା ନାହିଁ, କ୍ଷମା ମାଗ। ଯଦି ଯାଇକି କହିପାରୁନ, ଫୋନ କରି କୁହ, ଦିଦି କେ ମୁଁ ଲ ଦିଦି, କଣ ହେଲା? କ୍ଷମା ଦେଲ, କ୍ଷମା କ୍ଷମା ଦେ। ଦେବି ନାହିଁ, ତୁ ଦେଲେ ଦେ, ନଇଲେ ନାହିଁ, ମୁଁ ତତେ କ୍ଷମା ମାଗଲି, ମୋର କାମ ଛିଣ୍ଡିଗଲା। ବାସ୍ ସେ କ୍ଷମା ନଦେଲେ ଯେ କ୍ଷମା ପାଇବେ, ଆପଣ କ୍ଷମା ମାଗବାଟା ଆପଣଙ୍କର କାମ। ଦେଖନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମରିବା ପୂର୍ବରୁ ପ୍ରଥମ କାମ କଣ କଲେ? କ୍ଷମା ଦେଇଦେଲେ। କ୍ଷମା। ଆପଣ ଦେଖିବେ, ଆମର ସ୍ୱାମୀ ସ୍ତ୍ରୀ ମାନେ ଝଗଡା ହେଇକି ବାଇକରେ ବୁଲୁଥିବେ, ଝଗଡା ମସ୍ତ କରି ଝଗଡା ହେଇଯାବେ, ତାପରେ ସ୍ତ୍ରୀ ଶାଢୀ ପାଢୀ ପିନ୍ଧିବ, ଲିପଷ୍ଟିକ ଲଗାଇ, ପାଉଡର ଲଗାଇ ରେଡି ହେଇଯିବ, ଏ ସ୍ୱାମୀ ବାଇକ ଚଲାଉଥିବ। ଦେଖ ଏମାନଙ୍କ ମୁହଁକୁ, ସେ ସ୍ୱାମୀର ମୁହଁ ସମାନ ପେଚା ଭଳିଆ ଥିବ, ଆର ମୁହଁ ହାଣ୍ଡି ଭଳିଆ ଥିବ। ଏଠି ଆସି ଗୀତ ଗାଇକରି, ବାଇ ନେଞ୍ଜୁ ବାଇ ନେଞ୍ଜୁ, କି ବାଇ ନେଞ୍ଜୁ? କଣ କ୍ଷମା? କ୍ଷମା ନାହିଁ, କାହାକୁ କ୍ଷମା ଦେବାର ନାହିଁ। ଏଠି ଆସି ଗୀତ ଗା ବୋଲେ କଣ? ମାନେ କ୍ଷମା ଦେବାର ଅଛି। ଯଦି କ୍ଷମା ଦେବା ନାହିଁ, କ୍ଷମା ମିଳିବ ନାଇଁ। ତ ଆମର ଅବଶିଷ୍ଟ କାଳ ଆମେ କେମିତି କ୍ଷେପଣ କରିବା, ଆମେ ଜାଣିବା ଦରକାର। ଆମେ ସତର୍କ ରହିବା, ସତର୍କ ରହିବା। ଦେଖନ୍ତୁ, ମସ୍ତ ଖୋଲନ୍ତୁ, କଣ ଲେଖା ଯାଉଛି? ଫିଲିପିଓ 5 ପର୍ବ 5 ପଦ।
ଫିଲିପିଓ ନାହିଁ, ଏଫିସିଓ 5 ପର୍ବ 5 ପଦ। ଏଫିସିଓ 5 ପର୍ବ 5 ପଦ। କାରଣ ତୁମ୍ଭେମାନେ ନିଶ୍ଚୟ ରୂପେ ଜାଣ ଯେ କାରଣ ତୁମେମାନେ ନିଶ୍ଚୟ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ କୌଣସି ବ୍ୟଭିଚାରୀ ବା ସେ ଅଶୁଦ୍ଧ କୌଣସି ବ୍ୟଭିଚାରୀ ବୋଲେ କଣ? ସେ ବାବା ବ୍ୟଭିଚାରୀ ହଉ କି ପାଳକ ବ୍ୟଭିଚାର ହଉ କି ଡିକନ ବ୍ୟଭିଚାରୀ ହଉ କି ପ୍ରଚାରକ ବ୍ୟଭିଚାରୀ ହଉ, ବ୍ୟଭିଚାରୀ ଆଜ୍ଞା। ଥରେ ଜଣେ ପ୍ରଭୁଙ୍କ ଦାସ ସହିତ ବହୁତ ଘନିଷ୍ଠତା ଥିଲା, ସେବାରେ ଘନିଷ୍ଠତା ଥିଲା। ଯେତେବେଳେ ମୁଁ ଜାଣିଲି ସେ ନାରେ ହଉଛନ୍ତି, ତାଙ୍କୁ ଗୋଟେ କଥା କହିଲି, ମୁଁ ଭାଇ ବ୍ୟଭିଚାର ହେଲେ ଛାଡ, ନହେଲେ ସେବା ହେଲେ ଛାଡ ବୋଲି। ସେ କହିଲା ତତେ ଛାଡୁଛି ବୋଲା, ଛାଡେ, କିଛି ଫରକ ପଡବାର ନାହିଁ। ବାଇବଲ କହୁଛି ବୁଝାଅ ଥରେ 2 ଥର, ନ ବୁଝିଲେ ତା ସହିତ ସମ୍ପର୍କ ରଖ ନାହିଁ, ତା ସହିତ ଭଜନ ସୁଧା କର ନାହିଁ। କଣ ଲେଖା ଯାଉଛି? କୌଣସି ବ୍ୟଭିଚାରୀ, ତାପରେ ବା ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ, ସେ ତ ଦେବ ପୂଜକ, ଏମାନଙ୍କର ଖ୍ରୀଷ୍ଟ ଓ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ନାହିଁ। ଏଠି ଅଧିକାର ଥିବ। ସୁଟ ଟାଇ ପିନ୍ଧିକି ଆସି ବୁଲୁଥିବ, ଗାଡିରେ ବସି ବୁଲୁଥିବ, ପାର୍ଲାମେଣ୍ଟ କୁ ଯାଉଥିବ, ଆହୁରି ଭାଷଣ ମାରୁଥିବ, ଏଠି ଚଳିବ। ଏଠି ପାପ କାମ କରି ଚଳିବ, କିନ୍ତୁ କୌଣସି ଅଶୁଦ୍ଧ ଜୀବନ କାଟିବା ଲୋକ ସ୍ୱର୍ଗକୁ ଯିବ ନାହିଁ। ତେଣୁ ଯେତିକି ପାପ କଲୁ ଯଥେଷ୍ଟ ହେଲା। ଲେଖାଯାଉଛି ଏତିକି ଯଥେଷ୍ଟ। ଆଜି କହିବା ଯଥେଷ୍ଟ ହେଲା, ଘୃଣା ଯଥେଷ୍ଟ ହେଲା, ଟିଭି ଦେଖା ଯଥେଷ୍ଟ ହେଲା, ମଦ ପିଇବା ଯଥେଷ୍ଟ ହେଲା, ପରଚର୍ଚ୍ଚା ଯଥେଷ୍ଟ ହେଲା। କାହିଁକି ଆଉ କେତେ ଦିନ ଥିବ ଆମକୁ ଜଣା ନାହିଁ। ନା ମରବା ଯେ ପାପ କରିବାକୁ ଠେକା ନେଇଛୁ ଆମେ। ମଦ ପିଇଦବ, ସେଠି ଗ୍ଲାସ ଆଣି ଚିକେନ ପକୋଡା ଥିବ, ତାପରେ କଣ ହେଲା ଲୋ, ମୋର ସ୍ୱାମୀ ମଦ ପିଉଥିଲେ ନାନୀ, ପିଇଲା ବେଳକୁ 2 ପେଗ ବାକି ଥିଲା, ଆଉ ତ ଚାଲିଗଲେ। ତୁଇ ପି ସ୍ତ୍ରୀ ହେଇଛୁ। ଆମର ବୁଢୀ ମାନେ କଣ କରିବେ? ଟିଭି ଦେଖୁଥିବେ, ମରିଯିବେ। କଣ ହେଲା ଲୋ, ତ ଶାଶୁ ଆଖି ଦେଖି ଦେଖି ମରିଛି? ନାଇଁ ମାଉସୀ, ସେ ଲକ୍ଷ୍ମୀ ସିରିଏଲ ଦେଖୁଥିଲେ, ଆଉ ମରିଗଲେ। କଣ ନାଇଁ, ପାପ କରି ମରିବାକୁ ଠେକା ନେଇଛୁ କି? ଏ ଦିଦି, ତ ସ୍ୱାମୀ କାହିଁକି ଏମିତି କରି ମରିছিল? ନାଇଁ ସେ ପୂଜା ପକଉଛନ୍ତି। ନାଇଁ, ମଲା ବେଳେ ବି ପାଟିରେ ପୁଡିଆ ଥିବ କି? ଖାଇବା ଦିନ ଖାଇଲୁ ପରା, ମରିବା ଯାଇ ଖାଇବୁ କି? ଯଥେଷ୍ଟ ହେଲା, ଆଉ ନାହିଁ, ଆଉ ପାପ କର ନାହିଁ। ଯୀଶୁ ସେ ଲୋକକୁ ସୁସ୍ଥ କଲେ। ସେ ବିଚାର 38 ବର୍ଷ ଖଟରେ ପଡିଛି, ହଗା ମୁତା ହେଇଗଲେ ଶୋଇଛି। ଯୀଶୁ ଯାଇକରି ତାକୁ ଭଲ କଲେ। ଭଲ କଲା ପରେ କଣ କହିବା କଥା? ବାବୁରେ 38 ବର୍ଷ ପରେ ଭଲ ହେଇଛୁ, ଟିକେ ବୁଲାବୁଲି କରେ, ଶାଶୁଘରକୁ ଯା, ବଜାର ଯା, କୁଆଡେ ବୁଲେ, ଆଉ ଟିକେ ଯାଉଛୁ ଯା। ଯୀଶୁ କଣ ବୋଲି କହୁଛନ୍ତି? ଏରେ ବାବୁ, ଭଲ ହେଇଛୁ, ଆହୁରି ପାପ କରିବୁ ନାହିଁ। ଯଦି ପାପ କଲୁ, ପଢ ତ ସେକୁ ଲେଖା ହେଇଛି, ଯୋହନ 5 ପର୍ବ 14 ପଦ। ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ, ମନ୍ଦିର ବୋଲେ ଜଗନ୍ନାଥ ମନ୍ଦିର ନାହିଁ ହେଲା, ମନ୍ଦିର ବୋଲେ କୋଉଟା? ଆମର ଦେଶରେ ଗୋଟେ ନୂଆ ଷ୍ଟୋରି କହୁଛନ୍ତି, ଯୀଶୁ ମନ୍ଦିରକୁ ଆସିଥିଲେ। କଣ ପାଇଁ ଆସିବେ? ମନ୍ଦିର ମାନେ ଜେରୁସାଲେମ ମନ୍ଦିର। ସେ ଜେରୁସାଲେମ ମନ୍ଦିରରେ ତାର ଦେଖା ପାଇ ତାକୁ କହିଲେ, ଦେଖ ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର, ଆଉ କଣ କର ନାହିଁ। 38 ବର୍ଷ ପରେ ବାବୁ ତୁ ଭଲ ହେଇଛୁ, ଆହୁରି ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦଶା ନ ଘଟେ। ପାପ କଲେ କଣ ଘଟେ? ଦୁର୍ଦଶା ଘଟେ। ଯାହାକୁ ଦୁର୍ଦଶା ଗଡାଉଛି ସେ ପାପ କରିବ। ଏବେ କଣ କରୁଛନ୍ତି? ସ୍ୱାମୀ ମନ ମତ ବି ହେଲୋ, ତୋର ବାପାର ପିଉ ନାହିଁ ମୁଇଁ ହେଲା, ମୋର ପଇସା ପିଉଥାଏ। ଏ ସ୍ୱାମୀକୁ ଗାଳି କଲେ, ଯଦି ସ୍ତ୍ରୀ ଯଦି ସ୍ୱାମୀକୁ ଗାଳି କରୁଥିବ, ଏ ବୁଢୀ ମଝିରେ ବାହାରିବ, ମୋର ପୁଅକୁ ସବୁବେଳେ ଖାଲି ଗିଜ ପିଉ। ସେ ମାନେ ବୁଢୀ ବି ସପୋର୍ଟ କରୁଛି। ଏ ଆମର ଝିଅ ମାନଙ୍କୁ ଦେଖିବ, ମା ଯଦି ପିଟିବ ବୋଲେ ସେ ବୁଢୀ ପାଖେ ପଳେଇବ। ସେ କଣ ବୋଲି କହୁଛି? ମୋର ନାତୁଣୀକୁ ଛୁଇଁବ ନାହିଁ, ଦେଖ ମୁଁ ବଞ୍ଚିଥିବା ଯାଇ ଛୁଇଁବ ନାହିଁ। ତୁ ବଞ୍ଚିଥିବା ଯାଇ ଛୁଇଁବୁ ନାହିଁ, ତୁ ମରଲା ଭିତରେ ସେ ବିଗିଡି ଯାଇଥିବ। ସତ ନା ନାହିଁ?
गोटे घरे सेमती आगे है गोटे बोली झील मु कहानी कहे ना खाली ना कहे ना गाँ कहे ना घटना सब कहे मुझे सत्य समाचार है सत्य संवाद गोटे संवाद पेपर अच्छी कि ना मोटा भी संवाद पेपर सत्य संवाद खाली ना कहबी ना गाँ कहबी ना सब स्टोरी कहीदेवी कौन है जनकर गोटे झील से बुढ़ी कौन कर बेसी भल पाऊँ स्कूल गले नेउची आणुची कॉलेज गले ये कला जोटा इच्छा ताकू देला या भितरे से झील गोटे अण ख्रिस्टियान पुओ को भल पाऊँ ए बापा माँ कहले एलो तुई छटी मैरेज तमे मरी जीवु बुढ़ी कहला नाई से जहा करिवो ठीक करूची मु ताको सपोर्ट करूची बुढ़ी रो साहाय्य रे बाहा हे गला तापरे बुढ़ी मरी गला एबे बुढ़ा बुढ़ी बसी छंती से भी खाऊची कोता रॉन्ग डिसीजन नहीं हाँ केबे भी ठीक बिचे पाइबो नहीं अनेक झील माने बापा मारो कथा न शुणिबे बाई छथि ना नहीं खाऊछंती कुटकुटा माडो खाई कर लिपस्टिक लगाई कर बंका बंका ही करी काई के बंका बंका चलुची खाईची प्रेम कला बेले कौन बोली कहउतला एलो तते हाथ भी लगाइबी नहीं केबे हला मु तते राणो दी कहउची तते केबे हाथ लगाइबी नहीं जदी लगाइबी खाली गोड़रे का लगाइबी बोलची से तापे गोड़रे का पिटुची हां देखो तो जत कन्या देखा को जिबे आमर लोक भी कम टा मन की को मधुआ भाई कन्या देखी जाई कौन बोली कहथिबे हमर बाबू नहीं कि हमर बाबू बेसी भलटा बेसी भलो भलो माने हमर गाँव सबुठ भलो ए मद को सुंगी भी देखिबो नहीं बोल देबे आमे भाबू सत को सत सुंगी देखबो नहीं से सत का कहउछंती से मद सुंगी देखबो नहीं सुंगीबा पूर्वरु आका से पी दबो से मोर प्रिय माने कम कथा आमर झील नहीं कि रास्ता रे केबे चलबो नहीं एते भलो झील खाली घर स्कूटी काढ़ी खाली उड़ी बुलुथिबो कहानी मने कहउथिबे आपण सुनंतु झील माने केमती करबो बाहा पूर्वरु खाली प्रार्थना करबो प्रभु तुम्हें जा को इच्छा करतो से थाओ बाकी सब जाऊ बस क्या प्रार्थना करो प्रभु तुम इच्छा करवाटा थाओ न करवाटा जाऊ पुओ माने कौन प्रार्थना करबा अछि प्रभु तुम्हें जा को चाहिबो से सीढ़ी टेकरे आसबो नले बलका आसबा दरकार नहीं आमर बुढ़ी माने कन्या देखी जाइथिबे देखि कौन कहथिबे माँ केते पढ़िछु बीए करिछि बीडी करिछि तापर एबीसीडी करिछि एफजीएच करिछि बोले मध्य हां ये बाप रे एते पढ़िछु बेसी पढ़िछि झियो एते पढ़बो आसला पर सबको पढ़ाइबो मु काली कहउतली झियो मान को जागा रे मैरिज टाइम आसले नखो पढ़ाइबो नहीं नखो जदी एबे बड़ाओ संसार तो बड़ाई तो मां को डराइबा पे काम दबो किंतु मैरिज टाइम में नख बढ़ाइब नहीं जदि नख बड़ थी तुमको प्रस्ताव भलटा आसब नहीं कहीं देखु देखु जानबे ये तो बासन माजला प्रदूषण नहीं नख बढ़ाइल बासन माजब कि माजब नहीं ओटा दलब कि दलब नहीं लुका काचब कि काचब नहीं बुढ़ी भाव आकु नेली बोल तो सब मुझे करबी नहीं बोलो आजिकल को सासू अच्छी तुमको ने दली रे बसाइब मेरे जो आसिकरी आरे आरे धन मोर बोली बसाइब कि एंती सासू तो कोठी नहीं हां सेति पाई एबे ठारू सतर्क थाओ जीवन को सजाड़ो बापा माँ को कंदाई करी आज जाए के भल पड़ी नहांती पिता माता आज्ञा हुओ तेबे तुमर मंगल हेबो तुमे दीर्घायु हेबो न अधबाट रे तुमे अधबाट रे आज मोर जो सान पीसी चली गले 88 इयर्स केते 88 वर्ष हैला मोर बड़ पीसी जाइतिले से 90 इयर्स से जाइतिले मोर मझिया पीसी जाइतिले से पाखा पाखी 100 वर्ष रे मोर बापा जाइतिले 83 इयर्स से मोर मां जाइतिले 87 इयर्स से एबे मोर सान पीसी गले 88 इयर्स से मोर काका जने देह खराब हेबारु से 78 इयर्स आड गूगल से दीर्घायु हेबार गोटे मूल कारण कौन आज्ञा बहता
बापा मां को सम्मान करवा तेणु प्रत्येक पुओ झी मान को कहवाई चाहे आपण मैंने कौन करवार अच्छी सतर्क थिबार अच्छी सावधान थिबार अच्छी जीवन को सजाड़बार अच्छी कौन लिखा जाउची एमाने ईश्वर राज्यर अधिकारी हेबे नहीं आ गोटे पद देखिए प्रथम कोरिन्थियो 6 पर्व 9 आउ 10 पद प्रथम कहीं मु कहूची आग जमती जीवन काटिलु एबे अवशिष्ट काल एटा करबा नहीं प्रथम कोरिन्थियो 6 पर्व 9 10 ଅବା हाँ ଅଧାର୍ମିକ ମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ଏହା କି ତୁମ୍ଭେ ମାନେ ଜାଣ ନାହିଁ हाँ ଭ୍ରାନ୍ତ ହୁଅ ନାହିଁ भ्रांत हुओ नहीं ବ୍ୟଭିଚାରୀ କି ପ୍ରତିମା हाँ ପୂଜକ व्यभिचारी କି की ପ୍ରତିମା प्रतिभा ପୂଜକ पूजक କି की ପାରଦାରିକ पारदारिक କି की स्त्रीवत ଆଚାରୀ आचारी କି की ମୈଥୁନକାରୀ मुच्छनकारी କି ଚୋର चोर देखो चोर भी स्वर्ग जीव नहीं हेले मरी जीवा कथा ना नहीं आमे चोरी करछु ना नहीं करिछु कार बाड़ी रो आंबो आनिछु ना नहीं प्रेज तो मुंड हलाउछन आनिछु बोले आनिछु कार बाड़ी रो तेंतुली हितिबो आनिछु ना नहीं शुणु जदि का गछर तेंतुली पड़ी कबाट बंद अच्छी बोली उठाई कर आनब नहीं कौन करबो ठक ठक करबो कौन है तेंतुली नेबी होने पॉलिथिन गोटे दे तार पॉलिथिन मागबो तार तेंतुली धरिक आसबो से चोरी करबार नहीं चोरी माने कौन रास्ता काम करबा पई जो गोड़ी बाली आसीथिबो ना नहीं राति रे डबा डबा नेबाटा सेटा भी चार्जर खराब हो जाइए देखो के ना इे सियाड़े से चार्जर को धरिक सेटा भी चोरी बाटा हाँ, का घर को जीव तुमको नेल कटर तुम भांगी जाइए नेल कटर देखिक धीरे सेटा भी चोरी करवाटा चोरी करवाटा भौणी मान मन कथा शुण आज मीटिंग सरीला परे काली की सकाले प्रथम काम कौन करिवो तुमर जतकी बासन कुसन अच्छी बाहर करबो तुमर जहाँ जहाँ अलगा करिवो तुमर जोटा नहीं अलगा करिवो गाँ रे साई रे पचारबो एलो ए गिनाटा तोर किलो दीदी स्पून तोर एक चट्टू तुमर किलो पचारबो सब फेरे देबो नइले एटा लोभ करी देखो आपण घरे अधारू अधिक लोकटा अच्छी ना नहीं सब मुंड हलाउछन मु जानी नहीं कि थिबो कौन करिवे काली रो प्रथम काम सब फेरे देबे सेटा होची परिवर्तन ख्रिस्टियन रो गुण सेटा जदि कार क्षति करिछु देखंतु जोख्य कौन कहूची परिवर्तन रो प्रथम चिन्ह कौन जदि कहार अन्याय रे मु नेछि ताको मु फेरे देबी एटा होची परिवर्तन रो प्रमाण एटा रखबे ना अपन आग तो गरीब थिलु ना नहीं सान सान पिलार पेंट गुड़ा सुखी ना नहीं 5टा सुखला बेल को 2टा नथिबो 3टा का थिबो से ग्रीन कलर और पिंक कलर सान पिलार पेंट दोष नहीं कुआडे गला उड़ी उड़ी पलेला कुआडे एबे जना पड़बो नहीं केबे जना पड़िबो नरक रे जीव हइलो दीदी तू एत गिर्जा प्रार्थना करुलु लो 10 मास दौलु प्रभु को दास मान तो घरे आसुले तू केमती नरक आइलु लो हेटी लो जूता चोरी की मु आसी तू लो दीदी ए सान पिलार चेडी आनी लो मु तू हेटी परा तांकर घरे जाई चार्जर आनी तू भाईना तू कौन कलु मु कौन कली रे जन को बाइक रे बसाई खाली नेला बेले टिके मने मने भाभी देली प्रिय भाई बनी माने एटा 70 वर्ष मला परे अनंत काल ए 70 वर्ष जदि भलरे जीवन काटबा अनंत काल भलरे लेखा कि चोर तापरे कि धनलोभी हाँ धनलोभी बोलवा मने पड़ला एठी धनलोभी संध्या रे भी दान संग्रह थिबो हैला एबे देली बोली खुशीबो नहीं संध्या रे भी दान संग्रह थिबो ए माने कोइ नांते माने एमन कहबे भी नहीं माने हैला मु कहूची संध्या रे भी दान संग्रह करबा घर को जीवे ना नहीं भलटा धरिक आसबे एबे 10 कोड़े पकाई दिछथि भलटा धरिक आसबे जदि जाऊ नांती का उधार मागी थिबे देइथालो 200 टका देइथा मु तते काली को दे देबी
ମୁଁ କାହିଁକି କହୁଛି ଆମେ ବାକି ସବୁ ବିଷୟ ପାଇଁ ଧାର ମାଗୁଛୁ ନା ନାହିଁ? ହଁ, ଦାନ ଦେବା ପାଇଁ ଥରେ ଦୁଇଥର ଦାନ ଦେବା ପାଇଁ ଧାର କରଜ କରି ଦାନ ଦେଇଥାନ୍ତୁ। ଜୀବନରେ ଆପଣଙ୍କୁ ଧାର ମାଗିବା ପାଇଁ ପଡିବ ନାହିଁ। ପ୍ରଭୁ କହିବେ ତୁଇ ଧାର ମାଗି ମତେ ପଇସା ଦେବୁ, ତ ଜୀବନରେ ତୁଇ କେବେ ଧାର ମାଗିବୁ? ଏଟା ପ୍ରଭୁ କରିବେ। ଏଟା ପାଇଁ ମୁଁ କହୁଛି ହେଲା। ସନ୍ଧ୍ୟାରେ ବି ଦାନ ସଂଗ୍ରହ ହବ, ମୁଁ ନେବା ପାଇଁ ନାହିଁ, ଆବଶ୍ୟକ ପାଇଁ। ଦେଖନ୍ତୁ କେତେ ସୁନ୍ଦର। ମୁଁ ସକାଳେ କହୁଥିଲି ସେଇ କଥା, ପୁଣି କହିବା ପାଇଁ ଚାहे, ଦୟାକରି ଶୁଣନ୍ତୁ। ପଛରେ ଦେଖନ୍ତୁ, ମୁଁ ଭାବୁଥିଲି ଖାଇଲା ପରେ କିଏ ପଳେଇବେ ବୋଲି, କିଏ ଯାଉନାହାନ୍ତି। ମୁଁ ଭାବିଲି କଣ, ଖାଇଲା ପରେ ତ ପଳେଇବେ, ଅଧଘଣ୍ଟା କୋଉଠି କଣ ଭାଷଣ ମାରିଦେବା ବୋଲିଲା ବେଳକୁ ଗୋଟେ ଲୋକ ବି ହଲି ନାହାନ୍ତି। ଏପଟେ ନାହିଁ ସେପଟେ ଦୁଇ ଚାରିଟା ଆଜ୍ଞା ମାନେ ପଳେଇ ଆସିଛନ୍ତି, ମାନେ ଆହୁରି ବଢିଗଲେ। ସନ୍ଧ୍ୟାରେ କେତେ ଆଇବେ କି ହେଲା। ପ୍ରିୟ ମାନେ, ଏତିକି ଲୋକ ଯୋଉ ବସିଛୁ, ଆମେ ଧରନ୍ତୁ 600 ଲୋକ ବସିଛୁ କି 500 ଲୋକ ବସିଛୁ, 500 ଲୋକ ଯଦି 100 ଟଙ୍କା ଲେଖା ଏଠି ଦାନ ଦେବା, କେତେ ହବ? 50,000 ଏଠି ଏକା ହବ। ହବ ନା ନାଇଁ? 100 ଟଙ୍କା ଅଛି ନା ନାଇଁ? ଅଛି। ତା ଉପରକୁ ଯଦି ଆମେ ଯିବା, 200 ଟଙ୍କାକୁ ଯିବା, ନାଇଁ କି? ଯଦି 500 ଟଙ୍କା, କହିବା ପାଇଁ ଚାହେଁ, ଆପଣ ଯେବେ ସଭା ସମିତିକୁ ଯିବେ, ଗୋଟେ ସ୍ୱତନ୍ତ୍ର ଦାନ ନେଇକି ଯାଆନ୍ତୁ। ସେ ମିଟିଂ ର ଆବଶ୍ୟକତା ଅଛି। ଏଟା ତ ଅକସ୍ମାତ ମିଟିଂ କରୁଛନ୍ତି ଏମାନେ। ମୁଁ ଏଡେ ବଡ ମିଟିଂ କରିବେ ଜାଣି ନାହିଁ। ମୁଁ ଭାବୁଥିଲି ସେ ଚର୍ଚ୍ଚରେ କରିବେ ବୋଲି। ସେ ଚର୍ଚ୍ଚରେ ଖାଇଥିଲି ହେଲା। ମତେ ସେ ଚର୍ଚ୍ଚ ଯାକ ମନେ ଅଛି। ହେ ପ୍ରଭୁ, ଏ ଗରମରେ ନେଇ ସେ ଚର୍ଚ୍ଚରେ ଭର୍ତ୍ତି କରିଦେବେ, ରାଜା ମରିଗଲି, କି ଧନ୍ଦା, କୋଉଠି ନେଇ ପଶାଇବେ ଏଟା। ମାନେ ସେ ଚର୍ଚ୍ଚରେ ତ ଝରକା ନାହିଁ, କବାଟ ନାହିଁ, ପବନ ନାହିଁ, କେମିତି କରିବି ପ୍ରଭୁ ବୋଲି ଭାବିଲା ବେଳକୁ ଏ ଖୋଲା ଜାଗାରେ ଏ ଟେଣ୍ଟ ଆଣି ସାଉଣ୍ଡ ବକ୍ସ ବି କମ ଆଣିଛନ୍ତି କି ଦେଖ। ସତ ନା ନାହିଁ? ପ୍ରିୟ ମାନେ, ମୋର କହିବାଟା କଣ, ଆମେ ଗୁଡେ ଆୟୋଜନ କରିଛୁ, ଟେଣ୍ଟ ଆୟୋଜନ କରିଛୁ, ଖାଇବାର ଆୟୋଜନ, ସନ୍ଧ୍ୟାରେ ବି ଖାଦ୍ୟ ଅଛି। ପ୍ରେଜ୍ ଦ ଲର୍ଡ। ସନ୍ଧ୍ୟାରେ ବି ଖାଇବାଟା ଅଛି ପଡେ। କୁହନ୍ତୁ, ଘରେ ରୋଷେଇ କରନ୍ତୁ ନା, ଆସନ୍ତୁ। ଆମେ ଚେଷ୍ଟା କରିବା, କଣ କରିବା, ଆମେ ସମସ୍ତେ, ମୋର କହିବାର ଉଦ୍ଦେଶ୍ୟ କଣ, ଆମେ ଚାହିଁଲେ ପ୍ରତି ମାସ ଏମିତି ମିଟିଂ ଜାଗାରେ କରିପାରିବା। ବେଶୀ ନାହିଁ, 200 ଟଙ୍କା ଜଣେ ଦାନ ଦେଲେ ହେଇଗଲା 1,00,000 ଟଙ୍କା। 500 ଲୋକ ଯଦି 200 ଦେଲେ ସେଠି ଆଗ 1,00,000। ଆଜି କାହାକୁ ମାଗବା ଦିଆ ଦରକାର, ଟେଣ୍ଟ ଭଡା, ଖାଇବା ଭଡା, ବକ୍ତା ଭଡା, ସବୁ ଭଡା। ଆମେ ବି ମାଗଣାରେ ଆସୁଛୁ କି? ଆମେ ବି ତ ଆସୁଛୁ ନା ସେମିତି। ତ ସମସ୍ତଙ୍କୁ ଦିଆଯାଉଛି ନା ନାହିଁ? ତ ଚେଷ୍ଟା କରିବା କଣ, ଆମେ ଲୋଭୀ ହେବା ନାହିଁ। ହେବା ନାହିଁ, ହେବା ନାହିଁ। ମୁଁ କହିବା ପାଇଁ ଚାହେଁ, ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ କି ଧନ ଲୋଭୀ କି ମତୁଆଳ, ଏଠି ଆହୁରି ଆସିଲା ମତୁଆଳ। ସେଠି ତ ଥିଲା ପ୍ରଥମ ପିତର 4ରେ ମତୁଆଳ ଥିଲା। ଡେଇ କରି ଏ ମତୁଆଳ କୋଉଠି ବାହାରି ଆସିଛି? ପ୍ରଥମ କରନ୍ତିୟ 6ରେ ମତୁଆଳ, କି ନିନ୍ଦକ, କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। ଏଠି ଅଧିକାରୀ ହେବେ, କମିଟି ମେମ୍ବର ହେବେ, ଚର୍ଚ୍ଚ ଚଳାଇବେ, ଚାଳକ ପାଳକ ହେବେ, ବକ୍ତା ହେବେ, ଆରି କଣ କଣ ହେବେ, ସ୍ୱର୍ଗକୁ ଯିବେ ନାହିଁ। ଆପଣ ଦେଖିବେ ଅନେକ ପ୍ରଭୁଙ୍କ ଦାସ ମାନଙ୍କୁ ନରକରେ ଆପଣ ଦେଖିବେ ଆପଣ। ଏଟା ବାଇବଲ ଅଲରେଡି କହୁଛି କଣ ବୋଲି କରି, ହେ ଅଧର୍ମାଚାରୀ ମାନେ ମୋ ସମ୍ମୁଖରୁ ଦୂର ହୁଅ। ଏ ପ୍ରଥମ କରନ୍ତିୟ 6 ପର୍ବ 9-10ରେ ଅଧର୍ମର ଗୋଟେ ତାଲିକା ଅଛି। ସେ ତାଲିକା ଭିତରେ ଯଦି ମୋର କୋଉଟା ଥିବ ବୋଲେ ସେଠି ଆକା ଆପଣଙ୍କ ତ ସେଠି ଭେଟ ଘାଟ ସେଠି ଆସିକିରି ପ୍ରେଜ୍ ଦ ଲର୍ଡ ସାର୍ ବୋଲେ, ପ୍ରେଜ୍ ଦ ଲର୍ଡ ସିଷ୍ଟର, ପ୍ରେଜ୍ ଦ ଲର୍ଡ। ହେଲେ ଆଜ୍ଞା ଆପଣ ପ୍ରଚାର କରି ନରକ ଆସିଲେ। ଖାଲି ପ୍ରଚାର କରୁଥିଲି ଭଉଣୀ, ଆକ୍ଟିଂ କରୁଥିଲି। ଆଉ ତମେ ଭଉଣୀ, ମୁଁ ବି ସେମିତି ସାର୍। ତାପରେ ସେଠି ପ୍ରେଜ୍ ଦ ଲର୍ଡ ଚାଲିବ। ଦେଖିବେ ଆପଣ, ମନେ ରଖିଥାନ୍ତୁ, ଯଦି ଆଜି ବାକ୍ୟ ଶୁଣି ଜୀବନ ସଜାଡ଼ିବେ ନାହିଁ, ଦେଖାଯାଉଛି ତାହା ଯଥେଷ୍ଟ। ଆମେ ଯାହା ଯାହା କଲୁ ଯଥେଷ୍ଟ, ଯୋଉ ପାପ କଲୁ ଯଥେଷ୍ଟ, ଭୁଲ କଲୁ ଯଥେଷ୍ଟ। ଆହୁରି ପାପ କରିବା ନାହିଁ, ଆହୁରି ମଦ ପିଇବା ନାହିଁ, ଆହୁରି ଗଞ୍ଜେଇ ନାହିଁ, ଆଉ ଚୋରି ନାହିଁ, ଆଉ ମିଛ ନାହିଁ। କାହିଁକି? ପ୍ରଭୁ ଇଚ୍ଛା କରନ୍ତି ନାହିଁ। ଆମର ଜୀବନର ଅବଶିଷ୍ଟ କାଳ ଆମେ ପ୍ରଭୁଙ୍କ ଗୌରବ ପାଇଁ ବଞ୍ଚିବାର ଅଛି। ଚେଷ୍ଟା କରିବା। ଝିଅ ମାନେ, ଫୋନ ଆସିଲେ ତମର ବାପା ମା ସାମ୍ନାରେ କଥା ହବ। ଶୁଣ ଝିଅ ମାନେ, ଫୋନ ଆସିଲେ ବାପା ମା ସାମ୍ନାରେ, କାରଣ ବାପା ମା ସାମ୍ନାରେ ଯୋଉ କଥା ହେବୁ ନାହିଁ, ତା କେବେ ବି ଭଲ ଫୋନ କଲ
ହେଇ ନଥିବ। ଫୋନ ଆସିଲେ ସ୍ୱାମୀ ମାନଙ୍କୁ ଦେଖିବେ, ଫୋନ ଆସିଲେ ଗଳା ଶୁଖି ଯାଉଥିବ। ପରେ କଣ ପାଇଁ ଗଳା ଶୁଖି ଯାଉଛି? ନାଇଁ, ଗଳା ଶୁଖିବାର କାରଣ କଣ? ସ୍ତ୍ରୀ ତ ଅଛି ନା। ଗଳା ଶୁଖୁଛି ମାନେ କିଛି ଗଡବଡାର ଅଛି, କାର୍ବୋରେଟରରେ ମଇଳା ଜମା ହେଇଛି, ଆର ଅସୁବିଧା ଅଛି। ମନେ ରଖିଥାନ୍ତୁ, ଏ ଭଉଣୀ ମାନଙ୍କୁ କଲ ଆସିଲେ କାଟି ଦଉଥିବେ। ତାପରେ ସ୍ୱାମୀ ଗଲା ପରେ ତୁମେ ମରାଇବ, ତୁମେ ମରାଇବ। ସେ ଥିଲା ବେଳେ ତୁମେ କଲ କରୁଛ, କେବେ ହେଲେ ଧରା ପଡିଗଲେ ଦେଖ, ମତେ ଯଦି ଛାଡିଦେବେ ବୋଲେ ପଳେଇ ଆସିବି ଦେଖ। ଏମିତି ନାଟ ସବୁ କରୁଛନ୍ତି, ସବୁ ନାଟ। ସାବଧାନ ଥାନ୍ତୁ। ଯଦି ତୁମର ଫୋନରେ, ପୁଅ ଝିଅ ମାନେ ଶୁଣ, ତୁମର ଫୋନରେ ଯଦି କିଛି ଭୁଲ ନମ୍ବର ଅଛି ଏବେ ଡିଲିଟ କର। କିନ୍ତୁ ଆମର ଚତୁର ମାନେ କଣ କରିବେ, ଡିଲିଟ କରିବା ପୂର୍ବରୁ ଖାତାରେ ଲେଖି ଦେଇଥିବେ ନମ୍ବରଟା, 94372843 କିଛି ଲେଖି ଦେଇକିରି ପରେ ପ୍ରଭୁ ଆଜିଠାରୁ କଥା ହେବି ନାହିଁ ରାଜା ବୋଲି ଡିଲିଟ କରିବେ। ସପ୍ତାହଟି ପରେ ପୁଣି ଖୋଜିବେ, କୋଉଠି ଲେଖିଥିଲି। ହ୍ୟାଲୋ କେଲ ମୁଁ ରେ ମୁଁ ପୁଣି ଷ୍ଟାର୍ଟ କରିବେ। ଯାହା କଲୁ ଯଥେଷ୍ଟ ହେଲା, ଯଥେଷ୍ଟ। ପ୍ରାର୍ଥନା କରିବା, ନିଜ ଜାଗାରେ ଠିଆ ହେବା ଆଉ ପଦେ ପ୍ରାର୍ଥନା କରି ସମାପ୍ତ କରିବା। ଆମେ ଯାହା ଯାହା କଲୁ, ଯାହା ବି ଭୁଲ କାମ କଲୁ, ମନ୍ଦ କାମ କଲୁ, ମିଥ୍ୟା ସାକ୍ଷ୍ୟ ଦେଲୁ, ପର ବିରୁଦ୍ଧରେ ଗଲୁ, ପର ଚର୍ଚ୍ଚା କଲୁ, ଅନିଷ୍ଟ କଲୁ, ଅମଙ୍ଗଳ କାର୍ଯ୍ୟ କଲୁ, ଯାହା ବି କଲୁ ଯଥେଷ୍ଟ ହେଲା, ଯଥେଷ୍ଟ ହେଲା। ଆହୁରି ଆଗକୁ ପାପ କରିବା ନାହିଁ। ଆସନ୍ତୁ ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ଚକ୍ଷୁ ବନ୍ଦ କରିବା ଆଉ ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ଚକ୍ଷୁ ବନ୍ଦ କରିବା, ହାତ ଯୋଡ଼ିବା, ମୁଣ୍ଡ ନୁଆଇବା। ପ୍ରିୟ ଭାଇ ଭଉଣୀ ମାନେ, ଏଇଟା 70-80 ବର୍ଷର ଜୀବନ। ଆଜି ନହେଲେ କାଲି ଚାଲିଯିବ। ଜୀବନ ଚାଲିଗଲା ପରେ କିଛି କରିହବ ନାହିଁ। ଅନନ୍ତ କାଳ ଅନୁତାପ କରିବେ, ଅନନ୍ତ କାଳ କାନ୍ଦିବେ, ନରକରେ କଲବଲ ହେବେ, ନରକରେ ଛୋଟ ବଡ ହେବେ, କିଛି କରିପାରିବେ ନାହିଁ, କିଛି କରିପାରିବେ ନାହିଁ। ଏବେ ସୁଯୋଗ ଅଛି, ଫେରି ପାରିବେ। ଏବେ ସୁଯୋଗ ଅଛି, ଅନୁତାପ କରିପାରିବେ। ଯଥେଷ୍ଟ ହେଲା, ପାପ ଯଥେଷ୍ଟ କଲୁଣି, ମିଛ ଯଥେଷ୍ଟ କହିଲୁ, ସିରିଏଲ ଯଥେଷ୍ଟ ଦେଖିଲୁ, କଥାବାର୍ତ୍ତା ଯଥେଷ୍ଟ ହେଲୁ, ବ୍ୟଭିଚାର ଯଥେଷ୍ଟ ହେଲା, ମନ୍ଦ କାମ ଯଥେଷ୍ଟ ହେଲା। ଆଜି ଠାରୁ ଆଉ କରିବା ନାହିଁ। ପ୍ରଭୁ ଆପଣଙ୍କୁ ସାହାଯ୍ୟ କରିବେ, ସାହାଯ୍ୟ କରିବେ। ପ୍ରାର୍ଥନା କରିବା ପାଇଁ ଯିବା, ହାତ ଯୋଡ଼ିବା, ମୁଣ୍ଡ ନୁଆଇବା, ପ୍ରଭୁକୁ କହିବା, ପ୍ରଭୁ ମୁଁ ତୁମ ପାଖକୁ ଆସୁଛି, ମତେ ଦୟାକରି କ୍ଷମା କର। ଯୀଶୁଙ୍କ ରକ୍ତରେ ମୋର ପାପ ସବୁ କ୍ଷମା କରିଦିଅ। ଆଜିଠାରୁ ଗୋଟେ ନୂଆ ଜୀବନ କାଟିବା ପାଇଁ ମତେ ସାହାଯ୍ୟ କର, ମତେ ଦୟା କର, ଦୟା କର ପ୍ରଭୁ, ଦୟା କର। ମୋର ପ୍ରିୟ ମାନେ, ଆପଣଙ୍କ ଜୀବନର ସମସ୍ତ ଅସୁଚିତା, ପୁଅ ଝିଅ ମାନେ ମନେ ରଖିଥାନ୍ତୁ, ଯଦି ମୋବାଇଲରେ ଖରାପ ଭିଡିଓ ଦେଖୁଛନ୍ତି, ଏଇଟା ଆରମ୍ଭ ନୁହେଁ, ଆପଣଙ୍କର ଶେଷ ହେବା ଦରକାର। ଯଦି କାହା ସହିତ କଥାବାର୍ତ୍ତା ହଉଛନ୍ତି, ଶେଷ ହେବା ଦରକାର। ନିଶା ପାନ ଶେଷ ହେବା ଦରକାର, ବ୍ୟଭିଚାର ଶେଷ ହେବା ଦରକାର। ଯଦି ଏ ପ୍ରକାର ଲାଗି ରହିଥିବା, ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ଜଗତ ସବୁଦିନର ନାହିଁ, ସବୁଦିନର ନାହିଁ। ପ୍ରତ୍ୟେକ ଦେଶ ବମ୍ କିଣିକି ରଖିଛି। ଦିନ ଆସିବ, ପୃଥିବୀ ସମୁଦାୟ ପୃଥିବୀ ଅଗ୍ନିରେ ଚଳିବ, ଯୁଦ୍ଧ ଆରମ୍ଭ ହବ, ପୁରା ପୃଥିବୀ ଅଗ୍ନିରେ ବିନଷ୍ଟ ହବ। ଆପଣ କୋଉଠି ରହିବେ? ମୃତ୍ୟୁ ପରେ କୋଉଠି ରହିବେ? ଜଗତ ଛାଡିଲା ପରେ କୋଉଠି ରହିବେ? କୋଉ ଧର୍ମ କାହାକୁ ରକ୍ଷା କରିପାରିବ ନାହିଁ, କୋଉ ବ୍ୟକ୍ତି ରକ୍ଷା କରିପାରିବ ନାହିଁ। ଆପଣଙ୍କୁ ଆପଣଙ୍କ ହିସାବ ଦେବାକୁ ପଡିବ। ଆଜି କୁହନ୍ତୁ, ପ୍ରଭୁ ମୋର ଯଥେଷ୍ଟ ହେଲା, ପ୍ରଭୁ ଆହୁରି ମୁଁ ପାପ କରିବି ନାହିଁ। ୟେସ୍ ଲର୍ଡ। ଆସନ୍ତୁ ପ୍ରାର୍ଥନା କରିବା ପାଇଁ ଯିବା, ପ୍ରାର୍ଥନା କରିବା ପାଇଁ ଯିବା। କହିବା ପ୍ରଭୁଙ୍କୁ, ପ୍ରଭୁ ଯଥେଷ୍ଟ ହେଲା, ଆଉ ମୁଁ ପାପ କରିବି ନାହିଁ ପ୍ରଭୁ, ମୁଁ ଆଉ ପାପ କରିବି ନାହିଁ ପ୍ରଭୁ, ମତେ ଦୟାକରି କ୍ଷମା କର ପ୍ରଭୁ, ମତେ କ୍ଷମା କର, ମତେ କ୍ଷମା କର। ୟେସ୍ ଲର୍ଡ। ହାତ ଯୋଡ଼ିବା, ପ୍ରଭୁଙ୍କ ପାଖକୁ ଯିବା ଆଉ କହିବା, ପ୍ରଭୁ ମୋର ପାପ କ୍ଷମା କରିଦିଅ। ପାପ ମୋର
ଧୋଇ ଦିଅ ହେ ପାପ ମୋର ଧୋଇ ଦିଅ ହେ ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ ସେହି ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ ପାପ ମୋର ଧୋଇ ଦିଅ ହେ ପାପ ମୋର ଧୋଇ ଦିଅ ହେ ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ ସେହି ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ ଜୟ ଦିଅ ଶୈତାନ ଉପରେ ଜୟ ଦିଅ ଶୈତାନ ଉପରେ ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ ସେହି ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ ସେହି ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ ପାପ ମୋର ଧୋଇ ଦିଅ ହେ ପାପ ମୋର ଧୋଇ ଦିଅ ହେ ରକ୍ତରେ ରକ୍ତରେ ଯୀଶୁଙ୍କ ରକ୍ତରେ ସେହି ରକ୍ତରେ